ସମାଜସେବୀ ତପନ ମହାନ୍ତିଙ୍କ ଏକାଦଶ କ୍ରିୟା ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ମୟୂରଭଞ୍ଜ ଖବର ପରିବାର ତରଫରୁ ଓ ମୋରଡ଼ା ପ୍ରେସ୍ କ୍ଲବ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମୋରଡ଼ା ଅଞ୍ଚଳର ସମାଜସେବୀ ତଥା ରାଜନେତା ତପନ କୁମାର ମହାନ୍ତିଙ୍କ ଏକାଦଶ କ୍ରିୟା ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଲିଭିଗଲା ଜୀବନ ଦୀପ, ଖାଲି ରହିଯାଇଛି ସ୍ମୃତି। କେହି ବିଶ୍ୱାସ କରିପାରୁନଥିଲେ ଏମିତି ଛାଡ଼ି ଚାଲିଯିବେ। ପରିବାରବର୍ଗ, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନ, ସାଙ୍ଗସାଥୀ, ସାହି ପଡ଼ିଶା, ନେତା ସମସ୍ତଙ୍କ ମୁହଁରେ ଗୋଟିଏ କଥା, କାହାରି କିଛି ଅସୁବିଧା ହେଲେ ଖବର ପାଇ ସଙ୍ଗେ ସଙ୍ଗେ ପହଞ୍ଚୁଥିଲେ ତପନ ମହାନ୍ତି। ଶିକ୍ଷାନୁଷ୍ଠାନ ହେଉ କି ଅଞ୍ଚଳର ଉନ୍ନତି କ୍ଷେତ୍ରରେ ତାଙ୍କର ଅବଦାନ ଅନେକ ରହିଛି। ସେହିପରି ରାଜନୀତି କ୍ଷେତ୍ରରେ ସେ ସବୁବେଳେ ଆଗକୁ ଆସି ବାଟ ନଥିବା ରାସ୍ତାକୁ ଭେଦ କରି ରାସ୍ତା ଦେଖାଇ ଆଗକୁ ନେବାର ସେ ପାରଙ୍ଗମ ଥିଲେ। ସେହିପରି ସମାଜସେବା କ୍ଷେତ୍ର ହେଉ କି ରାଜନୀତିର ଅସୁସ୍ଥତା ସତ୍ତ୍ୱେ ବେଶ୍ ସକ୍ରିୟ ରହି ଅଂଶଗ୍ରହଣ କରୁଥିଲେ। ଅପରପକ୍ଷରେ ତପନ ମହାନ୍ତି କଂଗ୍ରେସ ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ବିଜୁ ଜନତା ଦଳର ମୋରଡ଼ା ପଞ୍ଚାୟତ ସଭାପତିତ୍ୱ ଦାୟିତ୍ୱରେ ମଧ୍ୟ ଥିଲେ। ତେବେ ରତୀନ୍ଦ୍ରନାଥ ମହାନ୍ତି ଯଦିଓ ତାଙ୍କ ନାମ, କିନ୍ତୁ ତପନ ମହାନ୍ତିଙ୍କ ନାମରେ ସେ ବେଶ୍ ଲୋକପ୍ରିୟ ଥିଲେ। ତେବେ ଆଜି ତପନ କୁମାର ମହାନ୍ତିଙ୍କ ଏକାଦଶ କ୍ରିୟାରେ ବୁଦ୍ଧିଜୀବୀ, ଶିକ୍ଷକ ସମାଜ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସହିତ ପୂର୍ବତନ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ବିଧାୟକ ରାଜକିଶୋର ଦାସ, ବିଧାୟିକା ପ୍ରାର୍ଥିନୀ ପ୍ରୀତିନନ୍ଦା କାନୁନଗୋ ସହିତ ପରିବାର ବର୍ଗ ଉପସ୍ଥିତ ରହି ସ୍ୱର୍ଗତ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗର ମହାନ୍ତିଙ୍କ ସ୍ତ୍ରୀ, ପୁଅ ସୌମ୍ୟଅଭିତାପ ମହାନ୍ତି, ଝିଅ ପ୍ରୀତିପୂର୍ଣ୍ଣା ଓ ଋତୁପୂର୍ଣ୍ଣା ଏବଂ ପୁତ୍ରବଧୂ ପରିବାର ବର୍ଗଙ୍କୁ ଉପସ୍ଥିତିରେ ଭଦ୍ରବ୍ୟକ୍ତିମାନେ ସାନ୍ତ୍ୱନା ଦେଇଥିଲେ।